ତେଣୁ ସଂସାରରେ ପ୍ରକୃତର ଗରିବ କେହି ନାହାନ୍ତି। ଇଏ ମାଗଣା ଖାଇବା ଗୋଟେ ଅଭ୍ୟାସ ହେଇଯାଇଛି। ତେଣୁକରି ସଂସାର ସାରା ସମସ୍ତଙ୍କୁ ମାଗଣା ଦେଲେ ବି ସେ ମାଗଣାକୁ ହିଁ ଲକ୍ଷ୍ୟ କରିବେ। ରାସନ କାର୍ଡକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ସାଧାରଣ ଲୋକ। ଗ୍ରାମାଞ୍ଚଳରେ ମାସିକ 10,000 ଓ ସହରାଞ୍ଚଳରେ 15,000 ଟଙ୍କା ଆୟ ଥିଲେ କାର୍ଡ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ତେବେ ଆଜିକା ଦିନରେ ଜଣେ ଶ୍ରମିକ ଗୋଟେ ଦିନରେ 300ରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ତାହେଲେ ସେମାନେ ମଧ୍ୟ ରାସନ କାର୍ଡ ଫେରାଇବାକୁ ବାଧ୍ୟ ହେବେ। ତେଣୁ ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ସୁଚିନ୍ତା କରି ପୁନଃ ବିଚାର କରିବା ପାଇଁ ଦାବି ହେଉଛି। ନହେଲେ ସାଧାରଣ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ। ଯଦି ଜଣେ ଲେବର ଶ୍ରମିକ ମାସର 20-25 ଦିନ କାମ କରେ ତାର ତ ଇନକମ୍ ଅଟୋମେଟିକାଲି 10,000 ଉର୍ଦ୍ଧ୍ୱ ହେଉଛି। ସେମିତି ହେଲେ ତ କାର୍ଡ଼ ରେସନ କାର୍ଡ଼ ହୋଇପାରିବନି। କିନ୍ତୁ ସେଇଟା ଠିକ୍ ନିୟମ ନୁହେଁ। ସେଇଟା ନିଶ୍ଚିତ ଭାବରେ ଗଭର୍ଣ୍ଣମେଣ୍ଟ ତା ପାଇଁ ଚିନ୍ତା କରିବେ ଏବଂ ସେ ନିଶ୍ଚିତ ଭାବରେ ଇନକମ୍ଟା ବଢ଼େଇବେ। ନ ବଢ଼େଇଲେ ହୋଇପାରିବନି। ତା ନିଶ୍ଚିତ ଭାବରେ ଗଭର୍ଣ୍ଣମେଣ୍ଟ ତାଙ୍କୁ କିଛି ଗୋଟେ କ୍ରାଇଟେରିଆ ଦେବ, ଫିକ୍ସ କରିକି ଦେବ। ସେଇ ଆଧାରରେ କରିବା। ନହେଲେ ଏମିତି ସୋ ମୋଟର କଲେ କର୍ତ୍ତୃପକ୍ଷ କିଛି ଜାଣିପାରିବେନି ଯେ ତାର ଗୋଟେ ଲୋକର କ'ଣ ଇନକମ୍ ସେମିତି ସଠିକ୍ ଭାବରେ ସେ ଆକଳନ କରିପାରିବେନି। ତେଣୁକରି କିଛି ଦରକାର ପଡ଼ିଲେ ବଳି ପଡ଼ିଯିବେ, କିଛି ବି ଥିଲାବାଲା ବି ପାରେଇଯିବେ। ଏଇଭଳିଆ ହେବ। ସେଇଟା ଠିକ୍ ଭାବରେ ହେବନି, ଆସିବନି, ତାର ସ୍ୱଚ୍ଛତା ଆସିବନି। ହଁ ସେମିତି ରହିବ। ଇଏ ଜିନିଷ ସେଇଆ, ସେଇ ଏଠି ଏତେ ଶୀଘ୍ର ସ୍ୱଚ୍ଛତା ଆସିପାରିବନି। ଆଉ ଯେତେବେଳେ ମଣିଷ ଆମେ ଯେତେବେଳେ ନିଜେ ପାର୍ଟି ଯଦି ବେନିଫିସିଆରୀ ସତ କଥା କହିବ ତାହେଲେ ସ୍ୱଚ୍ଛତା ହେବ ଆସିବ। ଯଦି ସତ କଥା ନ କହିବ ତାହେଲେ ସ୍ୱଚ୍ଛତା ଆଣିବା ଭାରି କଷ୍ଟ। ସେହିପରି ଶୂନ୍ୟ ଆୟକର ଫାଇଲ କରିଥିଲେ ବି ରାସନ କାର୍ଡ ଫେରାଇବା ପାଇଁ ଲିଷ୍ଟ ଆସିଥିଲା। ପରବର୍ତ୍ତୀ ସମୟରେ ମନ୍ତ୍ରୀ ଯେଉଁମାନେ ଆୟକର ଫାଇଲ କରିଛନ୍ତି ସେମାନଙ୍କ ରାସନ କାର୍ଡ କଟିବ ନାହିଁ ବୋଲି କହିବା ସହ ବ୍ଲକ ଅଧିକାରୀ ଡୋର ଟୁ ଡୋର ବୁଲି ସର୍ଭେ କରିବା ପରେ ସିଦ୍ଧାନ୍ତ ନିଆଯିବ ବୋଲି ସୂଚନା ଦେଇଛନ୍ତି। ରେସନ କାର୍ଡ଼ଟା ପ୍ରକୃତ ହେଇଛି ଗରିବ ଲୋକଙ୍କ ପାଇଁ। ଗରିବ ଲୋକ ଆମେ କାହାକୁ କହିବା? ଯାହାର କିଛି ନାହିଁ ସେଇମାନେ ହିଁ ଗରିବ। ଦୀର୍ଘ 10-15 ବର୍ଷ ତଳରୁ ରେସନ କାର୍ଡ଼ ଲାଗୁ ହେଲା। କ'ଣ ଗୋଟେ ଲୋକ 15 ବର୍ଷ ଭିତରେ ବି କ'ଣ ସେ ସ୍ୱଚ୍ଛତା ଆସିପାରିଲାନି ନା? ଲୋକଙ୍କୁ ଯଦି ମାଗଣାରେ ଦିଆଯିବ ସେ ସାରା ଜୀବନ କହିବେ ଆମର ମାଗଣା ଦରକାର। ମୋ ଚିନ୍ତାଧାରା ଭିତରେ ଯାହାର ବାଇକ୍ ଅଛି ତାଙ୍କର ବି କଟିବା ଦରକାର। ସେ ପ୍ରତ୍ୟେକ ଦିନ ତ ସେ ବାଇକ୍ରେ 100 ଟଙ୍କା ତେଲ ପୋଡ଼ି ପାରୁଛି। ସଫଲଟେ ଖାଇବାକୁ ଯାଉଛି 30 ଟଙ୍କାର ତେଲ ପୋଡ଼ିକିରି 5 ଟଙ୍କାର ସଫଲ ଖାଇବ 30 ଟଙ୍କାର ତେଲ ପୋଡ଼ିକି ଯାଉଛି। ତେଣୁ ସଂସାରରେ ପ୍ରକୃତର ଗରିବ କେହି ନାହାନ୍ତି। ଇଏ ମାଗଣା ଖାଇବା ଗୋଟେ ଅଭ୍ୟାସ ହେଇଯାଇଛି। ତେଣୁକରି ସଂସାର ସାରା ସମସ୍ତଙ୍କୁ ମାଗଣା ଦେଲେ ବି ସେ ମାଗଣାକୁ ହିଁ ଲକ୍ଷ୍ୟ କରିବେ। ପ୍ରତ୍ୟେକ ଘରେ ଘରେ ବର୍ତ୍ତମାନ ବାଇକ୍ ଗୋଟେ ଦୁଇଟା ଅଛି। ଆଉ ତ ସେମିତି ସମସ୍ତଙ୍କ ରାସନ କାର୍ଡ। ହଁ ସମସ୍ତଙ୍କ ରେସନ କାର୍ଡ଼ ପ୍ରକୃତରେ ସେଇ ଲୋକଙ୍କର ବି ରେସନ କାର୍ଡ଼ କଟିବା ଦରକାର। କାହିଁକି ଏମିତି ଭାବୁଛନ୍ତି? ମୁଁ ଭାବୁଛି ପରା ଅପବ୍ୟୟ ହେଉଛି ଯେ ରେସନ କାର୍ଡ଼ ଦେବା ଦ୍ୱାରା ଲୋକ ଖଟୁନାହାନ୍ତି। ଦେଶ ଯଦି ଉନ୍ନତି କରିବାକୁ ଚାହୁଁଛି ମାଗଣା ଜିନିଷ ଟୋଟାଲି ବନ୍ଦ କରିବା ଦରକାର। ମାଗଣା ଦେଲା ମାନେ କୌଣସି ଲୋକ ଠିକ୍ ଭାବରେ ଖଟୁନାହାନ୍ତି। ଭେକ ଦେଖିକି ଭିକ ମିଳେ। ଓଡ଼ିଶା ରାଜ୍ୟର ଯେତିକି ସମ୍ବଳ ଅଛି ଯଦି ଆମେ ଗରିବ ସବୁବେଳେ ରହିବା ପୁଞ୍ଜିପତିମାନେ ଆସିବେ ନାହିଁ କି କୌଣସି ଇନଭେଷ୍ଟ କରିକି ଓଡ଼ିଶାକୁ ଉନ୍ନତି କରିବା ନାହିଁ। ଓଡ଼ିଶାରେ ଯଦି ସବୁବେଳେ 60% ଏଭବ ରହିବେ ଗରିବ ଦେଶ କେମିତି ଉନ୍ନତି ହେବ? ରାଜ୍ୟ କେମିତି ଉନ୍ନତି କରିବ? ଭିକ ମାଗିବାକୁ ହେଲେ ଚିରା ସାର୍ଟଟେ ଦରକାର। ଲୋନ୍ ବଡ଼ ଲୋନ୍ଟା ଆଣିବାକୁ ହେଲେ ଭଲ ଜମିବାଡ଼ି ଦରକାର। ଆମେ ସିନା ସେଇ ପ୍ରକାରର ସବୁବେଳେ ମେଣ୍ଟେନ୍ କଲେ ଆମେ ଗୋଟେ ବଡ଼ ଜିନିଷଟେ ପାଇପାରିବା। ଯେ ଆମେ ପ୍ରକୃତରେ ଆଉ ଏତେ ଗରିବ ନାହାନ୍ତି ଯେ ରେସନ ଚାଉଳ ନେଇକରି ଚଳିବା।